प्रधानमंत्री नरेंद्र मोदी परीक्षा पे चर्चा कार्यक्रम अष्टम संस्करण आसंताकाली पूर्वाह्न 11टार अनुष्ठित हेब। नुआदिल्लीर भारत मंडपम ठारे कार्यक्रम ପାଇଁ व्यापक प्रस्तुति करा जायछि। प्रधानमंत्री मोदी ଏହି କାର୍ଯ୍ୟକ୍ରମରେ ସାରା ଦେଶର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଜନିତ ଚାପର ମୁକାବିଲା ପାଇଁ ମାର୍ଗଦର୍ଶନ କରିବେ। ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ମତ ବିନିମୟ ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର 36 ଜଣ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ଏଥର ପରୀକ୍ଷା ପେ ଚର୍ଚ୍ଚା ଏକ ନୂଆ ରୂପରେ ଅନୁଷ୍ଠିତ ହେବ। 8ଟି ଅଧ୍ୟାୟ ବିଶିଷ୍ଟ ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟ ବିଶେଷଜ୍ଞମାନେ ପରୀକ୍ଷା ଓ ଜୀବନ ଯୁଦ୍ଧରେ ସଫଳତା ପାଇଁ କୋମଳମତି ଛାତ୍ରଛାତ୍ରୀଙ୍କୁ ସୁଚିନ୍ତିତ ପରାମର୍ଶ ଦେବେ। ମାନସିକ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ପ୍ରଯୁକ୍ତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିବେ ପ୍ରଧାନମନ୍ତ୍ରୀ। 8ଟି ଅଧ୍ୟାୟରେ ସ୍ୱାସ୍ଥ୍ୟ, ପ୍ରଯୁକ୍ତି, ପୁଷ୍ଟି ସାଧନ, ଫିଟନେସ୍ ଆଦି ଉପରେ ଗୁରୁତ୍ୱ ଦିଆଯାଇଛି। 5 କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଙ୍କ ଅଂଶଗ୍ରହଣ ସହିତ ପରୀକ୍ଷା ପେ ଚର୍ଚ୍ଚାର 2025 ସଂସ୍କରଣ ଏକ ଜନ ଆନ୍ଦୋଳନରେ ପରିଣତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଆକାଶବାଣୀ, ଦୂରଦର୍ଶନ, ସ୍ୱୟଂପ୍ରଭା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଶିକ୍ଷା ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ଚ୍ୟାନେଲରେ ପ୍ରସାରଣ କରାଯିବ। ଗତ କିଛି ବର୍ଷ ଧରି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପରୀକ୍ଷାଜନିତ ଚାପକୁ ସକାରାତ୍ମକ ଶକ୍ତିରେ ପରିଣତ କରିବା ଲାଗି ଏକ ସୁଯୋଗରେ ରୂପାନ୍ତରିତ ହୋଇଛି। ବାସ୍ତବ ପ୍ରଶ୍ନର ସମାଧାନ ଏବଂ କାର୍ଯ୍ୟ ଆଧାରିତ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କ ସଶକ୍ତିକରଣର ଏକ ମାଧ୍ୟମରେ ପରିଣତ କରିଛନ୍ତି। ଫଳରେ ଛାତ୍ରଛାତ୍ରୀ ପରୀକ୍ଷାଜନିତ ଚାପର ମୁକାବିଲା କରିବା ସହିତ ଜୀବନରେ ଆଗକୁ ବଢ଼ିବାରେ ସଫଳ ହୋଇପାରିଛନ୍ତି। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଯୋଡ଼ି ହେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ 16 ଫେବୃଆରୀ 2018ରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସାରା ଦେଶରେ ଏହା ଏକ ଲୋକପ୍ରିୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି।